नमस्कार जय जगन्नाथ सांग मैंने वेलकम करछि आ गोटे न्यू फ्रेश ब्लॉग को। तो आज जो वीडियो स्टार्ट होछि हमर गाँव तो मार्गशीर मास आज आम शेष बाली बहुत जगार मार्गशीर मास सरी गलानी पूर्णिमा हेले आमर संक्रांति मास शेष हुए से आमर तो लास्ट पाली ठीक सब कम सारी पहुंची गली गाधुआ पानी गरम करने ठीक गिजरटी मत यही टाइम रे धोखा देला लास्ट को गैस रे गोटे हांडी बसैकी पानी गरम करिया पड़ला जेहेतु मु 3टा बेले उठिलिनी आ तो ठंडा पानी गाधे हेबनी से गरम पानी हांडे करी गाधेकी रेडी ही पहुंची गली तलू तो माँ मते बहुत साहाଯ୍ୟ करछन्ती अधा काम मोर साथ देछन्ती से मु राति रे पहुंची जाई झुटी ऑलरेडी पके देथिनी आउ अल्प झुटी सकाळु पके साइला परे गंधा हल्दी पूरा बाहिर छिंची थिली आ माँ मते पूरा जगिछन्ती तापर आसिकी पूरा घर सारा हमर छिंचिबाक पड़े आ जेहेतु मु गोटे दिन पूर्वरु आछि तो सब काम तो सारी परिबिनी घरे ना ସେଥିପାଇଁ ମାର ମୋର ଅଧା କାମ ସାରି ଦେଇଛନ୍ତି ଆଉ ଅଧା କାମ ଯୋଉ କାମଟା ବୋହୂ ଦ୍ୱାରା ହେଇପାରିବ ସେଇ କାମଟା ମୋ ପାଇଁ ରଖିଛନ୍ତି। ତ ମାଙ୍କ ବିନା ମୋର ତ ଟୋଟାଲି କାମ କିଛି ହେଇପାରିଥାନ୍ତାନି। ବାହାଘରକୁ ମୋର 3 ବର୍ଷ ପୁରୀଗଲା ଆଉ ମାଣବସା ବି ମୋର 3 ବର୍ଷ ପୁରୀଗଲା। ତ ସକାଳୁ ସକାଳୁ ପୂଜା ମୁଁ ସାରି ଦେଇ କଞ୍ଚାମୃତ ଭୋଗ ଦେଇ ସାରିଲା ପରେ ଯେହେତୁ 10 ମୁଣ୍ଡାରେ ବିଧି ରହିଛି ସେଥିପାଇଁ ମା ଆମର ଗ୍ରାଇଣ୍ଡିଙ୍ଗ କରିଦେଲେ ଚୁନାକୁ ଆଉ ମୁଁ ଲାଗି ପଡ଼ିଲି କ୍ଷୀରି ବନେଇବା ପାଇଁ। ଅଧା ଅଧା ଭାଗ କରିନେଲେ କାମ ଜଲ୍ଦି ସରିଯାଏ। ଆଉ ଯେହେତୁ ମୁଁ ବାଙ୍ଗରା ଆଉ ଏତେ ଉଞ୍ଚାର ମୋ ହାତ ପାଇବନି ଆଣ କରିବା ପାଇଁ ସେଥିପାଇଁ ମା କିଛି କାମ କରିବାକୁ ଗଲେ ବୋଲି ମୁଁ ମୋର ଚେୟାର ପକେଇଦେଇ ଲାଗି ପଡ଼ିଲି ପିଠା ଆଉ କ୍ଷୀରି କରିବା ପାଇଁ। ତ ଫାଇନାଲି ମୋର ପିଠା ଆଉ କ୍ଷୀରି ରେଡ଼ି ହେଇଗଲା। ତ ଚାଲିଗଲି ମୁଁ ଭୋଗ ଦେବା ପାଇଁ ଆଉ ଭୋଗ ଦେଇ ସାରିଲା ପରେ ହିଁ ମୁଁ ପାଣି ପିଇ ପାରିବି। ତ ଆମ ଆଡ଼େ ଅଛି ଭୋଗ ଦେଇ ସାରିଲା ପରେ ହିଁ କିଛି ଖାଇପାରିବୁ। ତ ସେଥିପାଇଁ ଠାକୁରଙ୍କୁ ଭୋଗ ଦେଇ ସାରିଲା ପରେ ଦିନ 1 ହେଇଯାଇଥିଲା ତ ମୁଁ ଲାଗି ପଡ଼ିଲି ଯୋଉ ଭୋଗ କରିଥିଲି ସେଇ ଭୋଗ ହିଁ ଖାଇ ଦିନଟି କାଟିବାକୁ ପଡ଼ିବ। ତ ରହିଲି ଜୟ ଜଗନ୍ନାଥ ମିଳିବା ଆମେ ନେକ୍ସଟ ଭିଡ଼ିଓରେ। ଭିଡ଼ିଓଟି କେମିତି ଲାଗିଲା